ଉପରୋକ୍ତ ଗ୍ରହସ୍ଥିତି ଓ ଗ୍ରହ ଚଳନକୁ ବିଚାରକୁ ନେଇ ଏବେ ଜାଣିବା ମୀନ ରାଶି ଅଥବା ମୀନ ଲଗ୍ନର ପୁରୁଷ ଓ ମହିଳାମାନେ 2025 ମସିହା ପାଇଁ ସ୍ୱାସ୍ଥ୍ୟ, ଶିକ୍ଷା, କ୍ୟାରିୟର, ଚାକିରି, କର୍ମ, ବାଣିଜ୍ୟ, ଆୟ, ପ୍ରେମ, ବିବାହ, ପରିବାର, ଗୃହ ବା ଘର ଏବଂ ଅନ୍ୟାନ୍ୟ ବିଷୟରେ କ'ଣ ଫଳପ୍ରାପ୍ତ କରିବାକୁ ଯାଉଛନ୍ତି। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଆଷ୍ଟ୍ରୋଲୋଜିକୁ ଆପଣଙ୍କୁ ସ୍ୱାଗତ। 2025 ମସିହା ପାଇଁ ମୀନ ରାଶି ବା ମୀନ ଲଗ୍ନର ବାର୍ଷିକ ରାଶିଫଳ। ଆଜିର ଏପିସୋଡ଼ରେ ଜାଣିବା 2025 ମସିହାରେ ମୀନ ରାଶି ବ୍ୟକ୍ତିବିଶେଷ କ'ଣ ସବୁ ଜ୍ୟୋତିଷୀୟ ଫଳ ପ୍ରାପ୍ତ ହେବାକୁ ଯାଉଛନ୍ତି। ମୀନ ରାଶି ଦ୍ୱାଦଶ ରାଶିଚକ୍ରର ସବା ଶେଷ ରାଶି। ଏହା ଏକ ଦ୍ୱିସ୍ୱଭାବ ବିଶିଷ୍ଟ ରାଶି ଏବଂ ବୃହସ୍ପତି ମହାଗ୍ରହ ହେଉଛନ୍ତି ଏହାର ଅଧିପତି। 3 ଗୋଟି ନକ୍ଷତ୍ର ଯଥାକ୍ରମେ ପୂର୍ବଭାଦ୍ର ନକ୍ଷତ୍ର, ଉତ୍ତର ଭାଦ୍ର ନକ୍ଷତ୍ର ଏବଂ ରେବତୀ ନକ୍ଷତ୍ର ଏହି ମୀନ ରାଶିରେ ଭୋଗ ହୋଇଥାଏ। ବର୍ତ୍ତମାନର ନୈସର୍ଗିକ ରାଶିକୁଣ୍ଡଳୀରେ ଶନି ମହାଗ୍ରହ କୁମ୍ଭ ରାଶିରେ ଅବସ୍ଥାନ କରିଛନ୍ତି ଏବଂ 2025 ମାର୍ଚ୍ଚ ମାସ 29 ତାରିଖ ପରେ ଗୋଚରରେ ମୀନ ରାଶିରେ ପ୍ରବେଶ କରିବେ। ତେଣୁ ମୀନ ରାଶି ପାଇଁ ଶନି 7.5ର ପ୍ରଥମ ଚରଣ ଶେଷ ହୋଇ ମାର୍ଚ୍ଚ ମାସ 29 ତାରିଖ ଠାରୁ ଦ୍ୱିତୀୟ ଚରଣ ଆରମ୍ଭ ହେବ। ଗ୍ରହ ଜଗତର ସବୁଠାରୁ ଶୁଭ ଗ୍ରହ ବୃହସ୍ପତି ମହାଗ୍ରହ ମୀନ ରାଶିର ତୃତୀୟ ଭାବ ବୃଷ ରାଶିରେ ଅବସ୍ଥାନ କରିଛନ୍ତି ଏବଂ ଆସନ୍ତା 2025 ମସିହା ମେ ମାସ 14 ତାରିଖ ଦିନ ଗୋଚରରେ ମିଥୁନ ରାଶିରେ ପ୍ରବେଶ କରିବେ। ରାହୁ ମହାଗ୍ରହ ଯିଏକି ବର୍ତ୍ତମାନ ମୀନ ରାଶି ବା ମୀନ ଲଗ୍ନରେ ଅବସ୍ଥାନ କରିଛନ୍ତି, ଆସନ୍ତା 2025 ମସିହା ମେ ମାସ 18 ତାରିଖ ଦିନ କୁମ୍ଭ ରାଶିରେ ଗୋଚରରେ ପ୍ରବେଶ କରିବେ ଏବଂ କନ୍ୟା ରାଶିରେ ଅବସ୍ଥାନ କରୁଥିବା କେତୁ ମହାଗ୍ରହ ସେହିଦିନ ସିଂହ ରାଶିରେ ପ୍ରବେଶ କରିବେ। ଏଠାରେ ଜାଣି ରଖିବାକୁ ହେବ ଯେ 9ଟି ଗ୍ରହରୁ 7ଟି ଯାକ ଗ୍ରହ ରାଶିଚକ୍ରରେ ସିଧା କ୍ଲକ୍ ୱାଇଜ୍ ଗତି କରୁଥିବା ବେଳେ ରାହୁ ଓ କେତୁ ଏହାର ବିପରୀତ ଦିଗ ଆଣ୍ଟି କ୍ଲକ୍ ୱାଇଜ୍ରେ ଗତି କରିଥାନ୍ତି। ନୈସର୍ଗିକ ରାଶିକୁଣ୍ଡଳୀର ଏହି 4 ପ୍ରମୁଖ ଗ୍ରହଙ୍କୁ ବାଦ ଦେଲେ ବାକି 5ଟି ଗ୍ରହ ରବି, ଚନ୍ଦ୍ର, ମଙ୍ଗଳ, ବୁଧ ଓ ଶୁକ୍ର ମହାଗ୍ରହ ହେଲେ ଦ୍ରୁତ ଚଳନଶୀଳ ଗ୍ରହ। ଉପରୋକ୍ତ ଗ୍ରହସ୍ଥିତି ଓ ଗ୍ରହ ଚଳନକୁ ବିଚାରକୁ ନେଇ ଏବେ ଜାଣିବା ମୀନ ରାଶି ଅଥବା ମୀନ ଲଗ୍ନର ପୁରୁଷ ଓ ମହିଳାମାନେ 2025 ମସିହା ପାଇଁ ସ୍ୱାସ୍ଥ୍ୟ, ଶିକ୍ଷା, କ୍ୟାରିୟର, ଚାକିରି, କର୍ମ, ବାଣିଜ୍ୟ, ଆୟ, ପ୍ରେମ, ବିବାହ, ପରିବାର, ଗୃହ ବା ଘର ଏବଂ ଅନ୍ୟାନ୍ୟ ବିଷୟରେ କ'ଣ ସବୁ ଫଳ ପ୍ରାପ୍ତ କରିବାକୁ ଯାଉଛନ୍ତି। 2025 ମସିହା ମାର୍ଚ୍ଚ ମାସର 29 ତାରିଖ ପର୍ଯ୍ୟନ୍ତ ମୀନ ରାଶି ପାଇଁ ଶନି ସପ୍ତାହର ପ୍ରଥମ ଚରଣ ଶେଷ ହେବାକୁ ଯାଉଥିବା ବେଳେ ଏହି ସମୟରେ ସ୍ୱାସ୍ଥ୍ୟ ହାନି ସହିତ ଆକସ୍ମିକ ଦୁର୍ଘଟଣାର ଭୟ ରହୁଅଛି। ଏହା ପରେ ମାର୍ଚ୍ଚ 29 ତାରିଖ ପରେ ଶନି ମୀନ ରାଶିରେ ପ୍ରବେଶ କରିବେ ଏବଂ ମୀନ ରାଶିରେ ଶନି ଓ ରାହୁଙ୍କର ଯୁକ୍ତି ମୀନ ରାଶି ପାଇଁ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଶୁଭଙ୍କର ନୁହେଁ। ଭୟଙ୍କର ରୋଗରେ ପୀଡ଼ିତ ହେବାର ସମ୍ଭାବନା ରହୁଛି। ବିଶେଷତଃ ପୁରୁଣା ହାର୍ଟ ପେସେଣ୍ଟମାନେ ସତର୍କତା ଅବଲମ୍ବନ କରିବା ଉଚିତ ହେବ। 2025 ମେ ମାସ 18 ତାରିଖ ପରେ ରାହୁ ମହାଗ୍ରହ ମୀନ ରାଶି ତ୍ୟାଗ କରି କୁମ୍ଭ ରାଶିରେ ପ୍ରବେଶ କଲେ ସ୍ୱାସ୍ଥ୍ୟଗତ ସମସ୍ୟା ସୁଧୁରିଯିବ ଏବଂ 2025 ମସିହା ବର୍ଷର ଶେଷ ପର୍ଯ୍ୟନ୍ତ ମୀନ ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ମଧ୍ୟମ ଧରଣର ରହିବ। ଶିକ୍ଷା ଦୃଷ୍ଟିରୁ ବୃହସ୍ପତିଙ୍କ ପ୍ରଭାବରୁ ମୀନ ରାଶିର ଛାତ୍ରଛାତ୍ରୀମାନେ ଅଧ୍ୟୟନଶୀଳ ହେବେ, ଶିକ୍ଷାରେ କୃତିତ୍ୱ ଅର୍ଜନ କରିବେ। ସରକାରୀ ଚାକିରି ପାଇଁ କମ୍ପିଟିଟିଭ୍ ଏକ୍ଜାମ୍ ଦେଉଥିବା ଛାତ୍ରଛାତ୍ରୀମାନେ ବିଶେଷ ସଫଳତା ପାଇବାର ସମ୍ଭାବନା। 2025 ମେ ମାସ 15 ତାରିଖ ପରେ ବୃହସ୍ପତିଙ୍କର ମୀନ ରାଶିରେ
ଚତୁର୍ଥ ଭାବର ଅବସ୍ଥାନ 2025 ଶେଷ ପର୍ଯ୍ୟନ୍ତ ଅଧ୍ୟୟନରତ ଛାତ୍ରଛାତ୍ରୀମାନେ ଡିଗ୍ରୀ ବା ସାର୍ଟିଫିକେଟ୍ ପାଇବା ସହିତ ସେମାନଙ୍କ ପାଇଁ ଉପଯୁକ୍ତ କର୍ମଲାଭ କରିବାର ପ୍ରବଳ ସମ୍ଭାବନା ରହିଛି। କ୍ୟାରିୟର କରିବା ପାଇଁ 2025 ମସିହାଟି ମୀନ ରାଶି ପାଇଁ ବେଶ ପ୍ରଶସ୍ତ ରହିଛି। ବେପାର ବାଣିଜ୍ୟ କରୁଥିବା ମୀନ ରାଶି ବ୍ୟକ୍ତି 2025 ମସିହାର ପ୍ରଥମାର୍ଦ୍ଧରେ ବାଣିଜ୍ୟ ବ୍ୟବସାୟରୁ ପ୍ରଚୁର ଲାଭ କମାଇବେ। ବର୍ଷର ଦ୍ୱିତୀୟାର୍ଦ୍ଧରେ ନୂତନ ବ୍ୟବସାୟ କରିବା ପାଇଁ ମନ ବଳାଇବେ ଓ ବ୍ୟବସାୟିକ କାର୍ଯ୍ୟରେ ଦୂର ସ୍ଥାନକୁ ଯାତ୍ରା କରିବାର ସମ୍ଭାବନା ରହିଛି। ପ୍ରେମ ସମ୍ପର୍କରେ ଥିବା ମୀନ ରାଶି ବ୍ୟକ୍ତିବିଶେଷଙ୍କ ପାଇଁ 2025 ମସିହା ସେତେ ଅନୁକୂଳ ଫଳ ପ୍ରଦାନ କରିବ ନାହିଁ। ମୀନ ଲଗ୍ନରେ ବିରାଜିତ ରାହୁ ପଞ୍ଚମ ସ୍ଥାନକୁ ଦୃଷ୍ଟି ଦେଉଥିବାରୁ ବର୍ଷର ପ୍ରଥମାର୍ଦ୍ଧରେ ପ୍ରେମ ସମ୍ପର୍କ ବ୍ରେକଅପ୍ ହେବାର ବହୁତ ସମ୍ଭାବନା। ପୁଣି 2025 ମାର୍ଚ୍ଚ 29 ପରେ ମୀନ ରାଶିରେ ଶନି ପ୍ରବେଶ କରିବାକୁ ଯାଉଥିବାରୁ ପ୍ରେମ ସମ୍ପର୍କରେ ଥିଲେ ସମ୍ପର୍କରେ ଫାଟ ସୃଷ୍ଟି ହେବାର ମଧ୍ୟ ସମ୍ଭାବନା ରହିଛି। ତେଣୁ କଥା କଥାକେ ଅନ୍ୟର ଦୋଷ ତ୍ରୁଟିକୁ ନ ଧରିବା ଭଲ ହେବ। ମୀନ ରାଶିର ସପ୍ତମ ଭାବ କନ୍ୟା ରାଶି ଉପରେ ବୃହସ୍ପତିଙ୍କର ଦୃଷ୍ଟି ରହୁଥିବାରୁ 2025 ମସିହାର ପ୍ରଥମାର୍ଦ୍ଧ ଅବିବାହିତ ପୁଅ ଝିଅମାନଙ୍କୁ ବିବାହ ବନ୍ଧନରେ ବାନ୍ଧିପାରେ। ଉପଯୁକ୍ତ ଜୀବନସାଥୀ ପାଇବା ସହ ମାଙ୍ଗଳିକ କାର୍ଯ୍ୟ ଭଲରେ ସମ୍ପନ୍ନ ହେବ। 2025 ମସିହାର ପ୍ରଥମାର୍ଦ୍ଧଟି ମୀନ ରାଶି ବ୍ୟକ୍ତିଙ୍କ ପାଇଁ ପାରିବାରିକ ସୌଖ୍ୟ ଦେବା ସହିତ ପରିବାରରେ ମାଙ୍ଗଳିକ କାର୍ଯ୍ୟ ଓ ଭଗବତ ଆରାଧନା କରାଯିବା ଯୋଗୁଁ ପରିବାରରେ ହର୍ଷ ଉଲ୍ଲାସ ଲାଗି ରହିବ। ସପରିବାର ତୀର୍ଥାଟନ ବା ଦୂରସ୍ଥାନ ଭ୍ରମଣରେ ଯାଇପାରନ୍ତି। 2025 ମସିହାର ଦ୍ୱିତୀୟାର୍ଦ୍ଧରେ ମୀନ ରାଶି ବ୍ୟକ୍ତି ଜାଗାବାଡ଼ି କିଣିବା ପାଇଁ ମନ ବଳାଇବେ। ନୂତନ ଗୃହ ନିର୍ମାଣ କରିପାରନ୍ତି କିମ୍ବା ଗୃହର ମରାମତି ଓ ସାଜସଜ୍ଜା କରିବାରେ ମନ ବଳାଇବେ। ପୁନଶ୍ଚ 2025 ମସିହା ପ୍ରଥମାର୍ଦ୍ଧ ମୀନ ରାଶି ବ୍ୟକ୍ତିଙ୍କ ପାଇଁ ଆୟ ଆଶାନୁରୂପ ରହିବ, କିନ୍ତୁ ଦ୍ୱିତୀୟାର୍ଦ୍ଧରେ ଶନିଙ୍କର ମୀନ ରାଶିରେ ଅବସ୍ଥିତି ଓ ବ୍ୟୟରେ ରାହୁ ରହିବା ଯୋଗୁଁ ବ୍ୟୟଭାର ବଢ଼ିଯିବା ସଙ୍ଗେ ସଙ୍ଗେ ଆର୍ଥିକ ସ୍ଥିତି ଉପର ତଳ ହେବାକୁ ଲାଗିବ। ମୋଟାମୋଟି ଭାବେ କହିବାକୁ ଗଲେ 2025 ମସିହା ମୀନ ରାଶି ବ୍ୟକ୍ତିବିଶେଷଙ୍କ ପାଇଁ ମଧ୍ୟମ ଧରଣର ଫଳ ପ୍ରଦାନ କରିବ। ଏହି ମୀନ ରାଶିର ବ୍ୟକ୍ତିବିଶେଷ 2025 ମସିହାରେ ଭଲ ଫଳ ପାଇବା ନିମନ୍ତେ ପ୍ରତ୍ୟହ ବିଷ୍ଣୁ ସହସ୍ରନାମ ପଢ଼ନ୍ତୁ, ବ୍ରାହ୍ମଣଙ୍କୁ ଭୋଜନରେ ଆପ୍ୟାୟିତ କରନ୍ତୁ ଏବଂ ନିର୍ଧନ ଲୋକଙ୍କୁ ଧନ ପ୍ରଦାନ କରନ୍ତୁ। ତେବେ ବର୍ଷଟି ସାରା ବହୁତ ସୁଫଳ ଲାଭ କରିବେ। ଜୟ ଜଗନ୍ନାଥ। ଭିଡ଼ିଓଟି ଭଲ ଲାଗିଲେ ଲାଇକ୍, କମେଣ୍ଟ, ସବସ୍କ୍ରାଇବ୍ ଓ ସେୟାର କରିବାକୁ ଅନୁରୋଧ। ନମସ୍କାର। ତପନ।